ଆଲୋ ଇଏ କ'ଣ ସକାଳୁ କ'ଣ କିଛି ରୋଷେଇବାସ ନ କରି ମୁଣ୍ଡ ମସାଜ ଚାଲିଛି। ହଁ ଆଜ୍ଞା, ମୁଣ୍ଡଟା ଭାରି ଜୋରେ ବ୍ୟଥା କରୁଛି। କିଛି କାମ କରିବାକୁ ମୋର ଇଚ୍ଛା ହେଉନି। କ'ଣ କରିବି କହିଲେ? ସେଥିଲାଗି ମୁଁ ପଳେଇ ଆସିଥିଲି ଆମ ଘର ପାଖରେ ଥିବା H2O ସ୍ପାକୁ। ସେଠି ଯାଇ ପହଞ୍ଚିକି ଦିଦିଙ୍କୁ କହିଥିଲି, ଦିଦି ମୋ ମୁଣ୍ଡଟାକୁ ଟିକେ ଏତେ ଜୋରେ ମସାଜ କରିଦିଅ ଯେ ମୋତେ ଆରାମ ଲାଗିବ। କାହିଁକି ନା ମୋ ମୁଣ୍ଡଟା ଭାରି ଜୋରେ ବ୍ୟଥା କରୁଛି ଆଉ ବିନ୍ଧୁଛି ପକେଇକି। ତ ଭଲ ଭାବରେ ଦିଦି ଆମର ସୁନ୍ଦର ଭାବରେ ମସାଜ କରିଦେଲେ। ମୋତେ ବହୁତ ଆରାମ ଲାଗିଥିଲା। ତାପରେ ଆସିକି ପହଞ୍ଚିଥିଲି ଘରେ। ଘରେ ବନେଇଥିଲି ଅଦା ରସୁଣ ଛେଚା ଦେଇ ପୁରା ମସ୍ତ ଘୁଗୁନି, ତା ସାଙ୍ଗକୁ ଗରମ ଗରମ ମଇଦାର ଲୁଚି। କାହାର ପସନ୍ଦ? ଜଲ୍ଦି ଜଲ୍ଦି ଆସନ୍ତୁ ଖାଇଦେବେ। ଆଉ ମୁଁ ପୁରା ଡାକୁଛି, ଆପଣମାନେ ଖାଇବେନି? ଦେଖୁନାହାନ୍ତି ମୋର କେମିତି ଟୁମା ଟୁମା ଫୁଲୁଛି। ତାପରେ ପତିଦେବଙ୍କୁ ଧରେଇ ଦେଲି, ପତିଦେବ ଖାଇକି ପୁରା ଖୁସି ହେଇଗଲେ। ତାପରେ ଆଉ କ'ଣ, ମୁଁ ଟିକେ ବାହାରେ ବସିଥିଲି ଯେ ଇଆଡ଼େ ଦେଖିଲା ବେଳକୁ ଏ ଦୁଇ ଜଣଟି ଠିଆ ହେଇଛନ୍ତି। ତାଙ୍କ ଭିଡ଼ିଓ ଟିକେ ମୁଁ ବନେଇଦେଲି ଆଉ। ହଉ, ତାଙ୍କ ଭିଡ଼ିଓ ଥାଉ, ଚାଲନ୍ତୁ ଆମର ଖରାବେଳର ଟିକେ ପେଟ ପୂଜା କରିଦେବା। ଆଉ ଖରାବେଳେ ତ ଯାହା ହେଇଥିଲା ଖାଦ୍ୟ ଖାଇଦେଲୁ। ତାପରେ ଆପଣମାନଙ୍କୁ ଅନୁରୋଧ କଲୁ ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ ବୋଲି ଛୋଟ ଆଶା ରଖିଲୁ। ରହିଲି, ଜୟ ମା ଶାରଳା।